हेलो फ्रेंड्स, नमस्कार, गुड मॉर्निंग। आज 27 जुलाई शनिवार। चलतु जाणवा आज दिन टॉप न्यूज अपडेट। देश विदेश ठारू आरंभ करी ओडिशार समस्त गुरुत्वपूर्ण खबर। सरकार देवे मागणा बिजुली। ଏହି ଯୋଜନା ଅନୁସାରେ ସାଧାରଣ ଲୋକ ପାଇପାରିବେ ମାଗଣା ବିଜୁଳି। ମାଗଣା ବିଜୁଳି ସହିତ ସରକାରଙ୍କ ଦ୍ୱାରା ବାର୍ଷିକ ସବସିଡି ମଧ୍ୟ ପ୍ରଦାନ କରାଯିବ। ତେବେ ଯୋଜନାଟିର ନାମ ହେଉଛି ପିଏମ୍ ସୂର୍ଯ୍ୟଘର ଯୋଜନା। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଲୋକମାନଙ୍କ ପାଖରେ ମାଗଣା ବିଜୁଳି ପହଞ୍ଚାଇବା। ଏହି ଯୋଜନାରେ ପ୍ରତ୍ୟେକ ଘରକୁ 300 ୟୁନିଟ୍ ମାଗଣାରେ ମିଳିବ। ଏହି ଯୋଜନା ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ ବୋଲି ସରକାର କହିଛନ୍ତି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ହଟିଲା ବିଜୁ ସ୍ୱାସ୍ଥ୍ୟ କାର୍ଡ। ବଜେଟରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି ସରକାର। ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ ବିନା ପଇସାରେ ସେବା ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର। ଛାତ୍ରଛାତ୍ରୀମାନଙ୍କୁ ମିଳିବ ଲାପଟପ୍। ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିବା ପରେ ଭାଜପା ସରକାର ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ 35,536 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପଟପ୍ ବିତରଣ କରିବା ପାଇଁ ନୂଆ ଯୋଜନା ଆରମ୍ଭ କରିଛନ୍ତି, ଯାହାର ନାମ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ। ଏହି ଯୋଜନା ଅଧୀନରେ 54 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ହୋଟେଲରେ ରଖି ଯୁବତୀଙ୍କୁ କରୁଥିଲେ ଗଣଦୁଷ୍କର୍ମ। ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ 2 ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। ରାଉରକେଲା ସହରରେ ଏପରି ଘଟଣା ଘଟିଛି। 2 ଅଭିଯୁକ୍ତ ଦିନ ମଜୁରିଆ ବୋଲି ଜଣାପଡ଼ିଛି। 2 ଅଭିଯୁକ୍ତ ଯୁବତୀଙ୍କୁ ବଣାଇରୁ ରାଉରକେଲା ଆଣିଥିଲେ। ସେଠାରେ ଏକ ହୋଟେଲରେ ରଖି ଗଣଦୁଷ୍କର୍ମ କରିଥିଲେ। ଏପରି କିଛି ଦିନ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଛାଡ଼ି 2 ଅଭିଯୁକ୍ତ ପଳାଇଥିଲେ। ଗତକାଲି ରାଉରକେଲା ରେଳ ଷ୍ଟେସନରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୁଲିସ। ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ। ଭୁବନେଶ୍ୱରରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ ଉପରୁ ତଳକୁ ଖସି ଆସିଛି। ଟ୍ରେନ୍ଟି କିପରି ଲାଇନ୍ ତଳକୁ ଖସିଛି କିଛି ଜଣାପଡ଼ିନାହିଁ। ମାଲବାହୀ ଟ୍ରେନ୍ଟି ଜିନ୍ଦଲ ଷ୍ଟିଲକୁ କଞ୍ଚାମାଲ ନେଉଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର, ମଝି ଚିଲିକାରେ ଫସିଲା ଡଙ୍ଗା। ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ଡଙ୍ଗାରେ 17 ଜଣ ଯାତ୍ରୀଙ୍କ ସମେତ ମୋଟରସାଇକେଲ ରହିଛି। ଡଙ୍ଗାର ମୋଟର ଖରାପ ହୋଇଥିବାରୁ ଏଭଳି ଘଟିଥିବାର ଖବର ମିଳିଛି। ପରବର୍ତ୍ତୀ ଖବର, ହୋ ହୋ ହୋଇ ବଢ଼ୁଛି ଆଳୁର ଦର। ଟମାଟୋ ପରେ ଆଳୁ ଟେନସନ୍। ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ଦର। ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହେଉନଥିବାରୁ ଦର ବଢ଼ୁଥିବା କହୁଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଅଟକି ରହିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଟ୍ରକ୍କୁ ଜଗି ରହିଛି ପଶ୍ଚିମବଙ୍ଗର ପୁଲିସ। ଗୋମାଂସ ବୋଝେଇ ଟ୍ରକ୍ ଜବତ। ଗୁଡ଼େଇ ଗୁଡ଼େଇ ଧରିଲେ ବଜରଙ୍ଗ ଦଳ। ଜବତ ହେଲା ଗୋମାଂସ ବୋଝେଇ ଟ୍ରକ୍। ଛତ୍ରପୁରର DRDA ଛକ ନିକଟରେ ଶୁକ୍ରବାର ସକାଳେ ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। ଏହି ଗୋମାଂସ ବୋଝେଇ ଟ୍ରକ୍ କଟକରୁ ହାଇଦ୍ରାବାଦ ଯାଉଥିବା ସୂଚନା ମିଳିଛି। ସେହି ଟ୍ରକ୍ରୁ ପ୍ରାୟ 12 ଟନ୍ ଗୋମାଂସ ଜବତ କରାଯାଇଛି। ସ୍ଥାନୀୟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରିଛି। ବଦଳିଲା ଆଧାର କାର୍ଡ ନିୟମ। ଭାରତରେ ଆଧାର କାର୍ଡ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ କରାଯାଇଛି। ଏଣିକି ଆପଣ 2ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଧାର କାର୍ଡ ବ୍ୟବହାର କରିପାରିବେ ନାହିଁ। ତେବେ ଚାଲନ୍ତୁ ଜାଣିନେବା କେଉଁ କାର୍ଯ୍ୟ ପାଇଁ ଆଧାର କାର୍ଡ ବ୍ୟବହାର କରିପାରିବେ ନାହିଁ। ନମ୍ବର 1, ଆଧାର କାର୍ଡର ଏନରୋଲମେଣ୍ଟ ଆଇଡିରୁ ପାନ କାର୍ଡ ତିଆରି କରିପାରିବେ ନାହିଁ। ନମ୍ବର 2, ITR ପୂରଣ ପାଇଁ ଏନରୋଲମେଣ୍ଟ ଆଇଡି ବ୍ୟବହାର କରିପାରିବେ ନାହିଁ। 25 ଲକ୍ଷ ଭୂତ ରାସନ କାର୍ଡ। ବିଧାନସଭାରେ ଶୂନ୍ୟକାଳରେ ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ପ୍ରତାପ ଦେବ। ବିଧାନସଭାରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ରାଜ୍ୟରେ 25 ଲକ୍ଷ ଭୂତ ରାସନ କାର୍ଡ। ଯୋଗାଣ ମନ୍ତ୍ରୀ କହିଥିଲେ ରାସନ କାର୍ଡ ପାଇଁ 6,70,000 ନୂଆ ଆବେଦନ କରିଥିଲେ। ତାଙ୍କୁ ସାମିଲ କରିବେ କି ନାହିଁ? ଯଦି 25 ଲକ୍ଷ ଭୂତ କାର୍ଡ, ତାହେଲେ ସେଗୁଡ଼ିକର ଆଧାର ଲିଙ୍କ ହୋଇଛି କି? ଯଦି ହୋଇଛି, ତେବେ ସମସ୍ତ ବିଧାୟକଙ୍କୁ ଏହାର କପି ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବର୍ତ୍ତମାନର ଟୋଲ୍ ସିଷ୍ଟମ ସମାପ୍ତ ଘୋଷଣା କରିଛନ୍ତି। ଏକ ନୂତନ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିବାକୁ ସେ ଘୋଷଣା କରିଛନ୍ତି। ବର୍ତ୍ତମାନ ଯିବା ଆସିବା ସମୟରେ କିଲୋମିଟର ଅନୁଯାୟୀ ନୂତନ ସିଷ୍ଟମ ମାଧ୍ୟମରେ ଟ୍ୟାକ୍ସ ସ୍ୱୟଂଚାଳିତ କଟାଯିବ। ଏହା 2 ମାସ ମଧ୍ୟରେ ଆରମ୍ଭ ହୋଇପାରେ। ସଡ଼କ ବ୍ୟବହାର ଯାତ୍ରୀମାନଙ୍କ ପାଇଁ ସମୟ ଏବଂ ଅର୍ଥ ସଞ୍ଚୟ ଉପରେ ଆଧାର କରି ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟଙ୍କା କଟିଯିବ।
ଓଡ଼ିଶାରେ ବଢ଼ୁଛି ଶିଳ୍ପାନୁଷ୍ଠାନ। ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ରୁତ ଗତିରେ ଅଗ୍ରଗତି କରିବାରେ ଲାଗିଛି। ଆଗାମୀ ଦିନଗୁଡ଼ିକରେ ଅଧିକ ନିଯୁକ୍ତି ସୃଷ୍ଟି କରିପାରେ ଶିଳ୍ପାନୁଷ୍ଠାନ। ଏନେଇ ବଡ଼ ବୟାନ ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ସେ କହିଛନ୍ତି ଆଗାମୀ ଦିନଗୁଡ଼ିକରେ ପାଖାପାଖି 5,07,303 ନିଯୁକ୍ତି ସୃଷ୍ଟି ହେବ। ମାଗଣାରେ ସାଇକେଲ ଦେବେ ସରକାର। ବିଭିନ୍ନ ସମୟରେ ଜନସାଧାରଣଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ସବୁ ଯୋଜନାରେ ଅନେକ ସୁବିଧା ପାଉଛନ୍ତି ଲୋକେ। ଏଭଳି ଏକ ଯୋଜନାରେ ଏବେ ସରକାର ମାଗଣା ସାଇକେଲ ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ସରକାର ସାଇକେଲ କିମ୍ବା ସାଇକେଲ ବାବଦକୁ 3,000 ଟଙ୍କା ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ସାମିଲ ହେବାକୁ ହେଲେ ହିତାଧିକାରୀଙ୍କ ବୟସ 18ରୁ ଅଧିକ ହୋଇଥିବା ଦରକାର।